ପୂର୍ବଘାଟର ଦୂରବର୍ତ୍ତୀ ଉଚ୍ଚଭୂମି ଯେଉଁଠାରେ ମେଘ ସବୁଜ ପାହାଡ଼କୁ ଚୁମ୍ବନ କରେ, ଭାରତର ସବୁଠାରୁ ପ୍ରାଚୀନ ଏବଂ ଆକର୍ଷଣୀୟ ଜନଜାତି ମଧ୍ୟରୁ ଅନ୍ୟତମ ପ୍ରାଚୀନ ଜନଜାତି ହେଉଛନ୍ତି ଲାଞ୍ଜିଆ ସଉରାଙ୍କ ଆବାସସ୍ଥଳୀ। ସେମାନଙ୍କର ସ୍ୱତନ୍ତ୍ର ପୋଷାକ ଏବଂ ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ପାଇଁ ସେମାନେ ବେଶ୍ ଜଣାଶୁଣା। ଲାଞ୍ଜିଆ ସଉରା ହଜାର ହଜାର ବର୍ଷ ପୂର୍ବେ ମୂଳ ନିବାସୀ ଭାବେ ଚିହ୍ନିତ। ପୁରୁଷମାନଙ୍କ ପୋଷାକ ଲାଞ୍ଜ ପରି ଆଗ ଏବଂ ପଛରେ ଝୁଲୁଥିବାରୁ ସେମାନଙ୍କୁ ଲାଞ୍ଜିଆ କୁହାଯାଉଛି। ଏହି ସରଳ ପୋଷାକ ସେମାନଙ୍କର ହସ୍ତଶିଳ୍ପ ଅଳଙ୍କାର ସହିତ ପ୍ରକୃତି ସହିତ ଗଭୀର ଭାବରେ ଜଡ଼ିତ ଏକ ଅନନ୍ୟ ଜୀବନଶୈଳୀ ବିଷୟରେ ବାର୍ତ୍ତା ଦିଏ। ଲାଞ୍ଜିଆ ସଉରାମାନେ ପ୍ରତିଭାଶାଳୀ ଚାଷୀ ଭାବେ ପରିଚିତ। ଚାଷ ପରିବର୍ତ୍ତନ କରିବାରେ ଦକ୍ଷ ଅଭ୍ୟାସ ପିଢ଼ି ପରେ ପିଢ଼ି ବଜାୟ ରହି ଆସିଛି। ସେମାନେ ଜଙ୍ଗଲ ସହିତ ସମନ୍ୱୟ ରଖି ଡଙ୍ଗରରେ ବାଜରା, ଡାଲି ଏବଂ ଋତୁକାଳୀନ ଫଳ ଚାଷ କରନ୍ତି। ଲାଞ୍ଜିଆଙ୍କ ଆଉ ଏକ ପରିଚିତି ହେଲା ସେମାନଙ୍କର ଚିତ୍ରକଳା। ଏହା କେବଳ ଏକ କାନ୍ଥଚିତ୍ର ନୁହେଁ, ବରଂ ସେମାନଙ୍କ ଇଷ୍ଟ ଦେବତା ତାକୁ ନୀତି ପୂଜା କରନ୍ତି। ଆଉ ଏହାର ନାଁ ହେଲା ଇଡ଼ତାଲ। ପ୍ରାକୃତିକ ରଙ୍ଗ ବ୍ୟବହାର କରି ସେମାନେ ପୂର୍ବପୁରୁଷ, ପଶୁପକ୍ଷୀ ଏବଂ ଆଧ୍ୟାତ୍ମିକ ଅଭିଭାବଙ୍କ ପ୍ରତୀକ ସହିତ ସେମାନଙ୍କର ଘରକୁ ରଙ୍ଗ କରନ୍ତି ଏକ ଜୀବନ୍ତ କଳାରେ, ଯାହା ଅତୀତରେ କାହାଣୀ ଏବଂ ଭବିଷ୍ୟତ ପାଇଁ ପ୍ରାର୍ଥନା କରିବାକୁ ଲାଞ୍ଜିଆଙ୍କୁ ପ୍ରେରିତ କରେ। ଲାଞ୍ଜିଆ ସଉରାଙ୍କ ପାଇଁ ସେମାନଙ୍କ ଗୋଷ୍ଠୀ ଜୀବନ ଅତି ପବିତ୍ର। ପ୍ରତ୍ୟେକ ପର୍ବ, ପ୍ରତ୍ୟେକ ଫସଲ ନୃତ୍ୟ, ସଙ୍ଗୀତ ଏବଂ ରୀତିନୀତି ସହିତ ଏକାଠି ପାଳନ କରନ୍ତି, ଯାହା ପ୍ରକୃତି ଏବଂ ସେମାନଙ୍କ ଦେବତା ଉଭୟଙ୍କୁ ସମ୍ମାନ କରେ। ପବନରେ ବୋହି ଆସୁଥିବା ପାରମ୍ପରିକ ନୃତ୍ୟ ବିଭୋର ଲାଞ୍ଜିଆ ସଉରାଙ୍କ ଗୀତଗୁଡ଼ିକ କେବଳ ସଙ୍ଗୀତ ଅପେକ୍ଷା ଅଧିକ ଭାବରେ ସେଗୁଡ଼ିକ ମୌଖିକ ଇତିହାସ। ପିଢ଼ି ଅନୁସାରେ ବଡ଼ଙ୍କଠାରୁ ପିଲାଙ୍କୁ ସ୍ଥାନାନ୍ତରିତ ହୋଇଆସୁଛି। ଦ୍ରୁତ ପରିବର୍ତ୍ତନର ଯୁଗରେ ଲାଞ୍ଜିଆ ସଉରା ଏକ ପ୍ରାଚୀନ ଜୀବନଶୈଳୀର ରକ୍ଷକ ଭାବରେ ଠିଆ ହୋଇଛନ୍ତି। ଏହି ସ୍ମରଣକାରୀ ସଂସ୍କୃତି କେବଳ ସଂଗ୍ରହାଳୟରେ ସଂରକ୍ଷିତ ହୋଇନି, ବରଂ ଖୋଲା ଆକାଶ ତଳେ ଜୀବନ୍ତ ପ୍ରକୃତି ମଧ୍ୟରେ ପ୍ରତିଦିନ ବଞ୍ଚିଛି ନିଜସ୍ୱ ଢଙ୍ଗରେ। ଲାଞ୍ଜିଆ ସଉରାଙ୍କ କାହାଣୀ ହେଉଛି ସ୍ଥିରତା, ପରମ୍ପରା ଏବଂ ପ୍ରକୃତି ସହିତ ଏକ କାଳଜୟୀ ବନ୍ଧନର ଅନନ୍ୟ କାହାଣୀ, ଯାହାକୁ ସମସ୍ତେ ଭଲ ପାଇ ଆସିଛନ୍ତି। Devam reng serkul devam reng am ten lang lodong nevam reng aman lang lodong nevam reng sabar nyong si nam reng ri jo nyong si nam reng ala bong tige nam reng ali bong tige nam reng maya ber